ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ଝୁଲଣା 2 ପୁସ୍ତକର ପାଠ 6 ଶୁଆର ଥଣ୍ଟ କୋଇଲିର କଣ୍ଠ ପାଠଟିକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟି ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ପଢ଼ିବା। ମନ ଦେଇ ଶୁଣ। ଶୁଆଟିଏ ଗଛ ଉପରେ ତାର ଛୋଟ ଛୁଆମାନଙ୍କୁ ଥଣ୍ଟରେ ଖୁଆଉଥିଲା। ଗୋଟିଏ କୋଇଲି ଉଡ଼ି ଉଡ଼ି ଆସି ସେ ଗଛରେ ବସିଲା। କୋଇଲିକୁ ଦେଖି ଶୁଆ ତା ପିଲାମାନଙ୍କୁ କହିଲେ, ଦେଖ ପିଲାମାନେ, ଇଏ ହେଉଛି ତୁମ ନାନୀ। ତାଙ୍କ କଣ୍ଠର ଗୀତ ଭାରି ମଧୁର। ତାଙ୍କ ଗୀତ ଯିଏ ଶୁଣେ ସେ ଭାରି ଖୁସି ହୁଏ। ଆମ ପରିବାର ଆଗେ ତାଙ୍କ ଘରକୁ ଗୀତ ଶୁଣିବାକୁ ଯାଉଥିଲେ। ହେଲେ କୋଇଲି ଭଲ ମଧୁର ଭାବ ସ୍ୱରରେ ଗୀତ ଗାଏ। ତୁମେମାନେ ଜାଣିଛ ବସନ୍ତ ଋତୁ ଆସିଲେ କୋଇଲି କିପରି ସୁନ୍ଦର ସ୍ୱରରେ ଗୀତ ଗାଇଥାଏ। କୁଉ କୁଉ କୁଉ, ଏପରି ସୁନ୍ଦର ସ୍ୱରରେ ମଧୁର ସ୍ୱରରେ ବହୁତ ମଜା ଲାଗେ ଶୁଣିବା ପାଇଁ, ସମସ୍ତଙ୍କ ମନକୁ ହରଣ କରିଦିଏ। ଠିକ୍ ସେହିଭଳି ଆମ ମାନେ ଶୁଆ କହୁଛି, ଆମ ଘରର ଆମ ସମସ୍ତଙ୍କୁ ନାଲି ଥଣ୍ଟ ଦେଖିବାକୁ ସେମାନେ ଆସୁଥିଲେ। ଆମେ ଗୀତ ଶୁଣିବାକୁ ତାଙ୍କ ଘରକୁ ଯାଉ। ଆମର ନାଲି ନାଲି ଥଣ୍ଟ ଦେଖିବା ପାଇଁ ସମସ୍ତେ ଆମ ଘରକୁ ଆସୁଥିଲେ। ଆଉ ଘଣ୍ଟା ଘଣ୍ଟା ଧରି ଆମ ଘରେ ଖେଳି ବୁଲି ହସ ମଜା କରନ୍ତି, ଦୁଃଖ ସୁଖ ହୋଇ ଘରକୁ ଫେରୁଥିଲେ। ତାପରେ ସବୁ ଛୁଆ ମେଣ୍ଟ ହୋଇ ପଚାରିଲେ, ସତରେ ନା କ'ଣ? ମା ଶୁଆ ମୁଣ୍ଡ ହଲାଇ କହିଲା, ହଁ। ଏତିକି ବେଳେ ସବୁଠୁ ସାନ ଛୁଆଟି କହିଲା, ମା ନାନୀ କହୁନୁ ଗୋଟେ ଗୀତ ଗାଉ। କୋଇଲି ହସି ହସି କୁହୁ କୁହୁ କରି ଗୀତଟିଏ ଗାଇଲା। ସତରେ ଛୁଆମାନେ ଗୀତ କେବେ ଶୁଣି ନଥିଲେ। ତେଣୁ କୋଇଲି କଣ୍ଠରୁ ଏହି ଗୀତ ଶୁଣି ସେମାନେ ଖୁସି ହୋଇଗଲେ। ସବୁ ଶୁଆ ଥଣ୍ଟ ହଲାଇ କହିଲେ, ଆଃ କି ସୁନ୍ଦର ଗୀତ। କୋଇଲି କହିଲା, କୋଇଲି କହିଲା, ଶୁଆଙ୍କ ଥଣ୍ଟ କୋଇଲିର କଣ୍ଠ ପାଇଁ ଆମ ଦୁଇ ପରିବାର ଆଦର ସବୁବେଳେ ରହିଛି। ଏହିଭଳି ପିଲାମାନଙ୍କୁ ସେ ବୁଝାଇଥିଲେ। ତାପରେ କିଛି ସମୟ ଛୁଆମାନଙ୍କ ସହିତ ରହି ଖେଳି ନିଜ ବସାକୁ କୋଇଲି ଉଡ଼ି ଯାଇଥିଲା। ଦେଖ ପିଲାମାନେ, କୋଇଲିର ଛବି କେତେ ସୁନ୍ଦର ହୋଇଛି। ଦେଖିବାକୁ ସୁନ୍ଦର, ତାର ରଙ୍ଗ କଳା। ସେ କିପରି ସୁନ୍ଦର ଭାବରେ ଗୀତ ଗାଇଥାଏ। ଠିକ୍ ସେହିଭଳି ଶୁଆମାନଙ୍କର ଥଣ୍ଟ କିପରି ନାଲିଆ। ପିଲାମାନେ ଦେଖ, ବର୍ତ୍ତମାନ ଆମେ ଏହାର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। ଆସ କଥା ହେବା। ଶୁଆର ଥଣ୍ଟ ଦେଖିବାକୁ କିପରି? ଶୁଆର ଥଣ୍ଟ ଦେଖିବାକୁ ନାଲିଆ। ଖ, ଗପରେ କାହାକୁ ନାନୀ ବୋଲି କୁହାଯାଇଛି? ଗପରେ କୋଇଲିକୁ ନାନୀ ବୋଲି କୁହାଯାଇଛି। ଗ, ତୁମେ ଲଣ୍ଠନ ଦେଖିଛ କି? ରାତିରେ ବିଦ୍ୟୁତ୍ ଚାଲିଗଲେ ତୁମେ କ'ଣ କର? ଏହାର ଉତ୍ତର ଲେଖିବା। ତୁମେ ଲଣ୍ଠନ ଦେଖିଛ କି? ହଁ, ଆମେ ଲଣ୍ଠନ ଦେଖିଛୁ। ରାତିରେ ବିଦ୍ୟୁତ୍ ଚାଲିଗଲେ ଆମେ ଲଣ୍ଠନ ଲଗାଇ ଆଲୁଅ କରୁ। ଘ, କୋଇଲି ଘରକୁ ଶୁଆମାନେ କାହିଁକି ଯାଉଥିଲେ? କୋଇଲି ଘରକୁ ଶୁଆମାନେ ଗୀତ ଶୁଣିବାକୁ ଯାଉଥିଲେ। ତୁମେ କାହାଠାରୁ ଗୀତ ଶୁଣିଥାଅ? ଆମେ ମା, ଜେଜେମା, ଆଈଙ୍କ ଠାରୁ ଗୀତ ଶୁଣିଥାଉ। ତାପରେ 2 ନମ୍ବର ପ୍ରଶ୍ନ, ଦେଖ ଓ ଲେଖ। 2 ନମ୍ବର ଦେଖ ଓ ଲେଖ ଲେଖା ହେଇଛି। ଏଠାରେ ଅଣ୍ଟ ଲେଖା ହେଇଛି। ଏହି 3 ଗାର ମଧ୍ୟରେ ଆମେ ଅଣ୍ଟକୁ ପେନସିଲରେ ସୁନ୍ଦର ଭାବରେ ଲେଖିବା। ଦେଖି ଦେଖି ଲେଖିବା। ଅଣ୍ଟ, ଦେଖି ଦେଖି ଅଣ୍ଟ ଲେଖିବା। ଦେଖ ପିଲାମାନେ, ଏମିତି ଆମେ ପେନସିଲରେ ଦେଖି ଦେଖି ଲେଖିବା। ଅଣ୍ଟ ସୁନ୍ଦର ଭାବେ ଲେଖିବା ପାଇଁ ଚେଷ୍ଟା କରିବ। ଏମିତି ଲେଖାଯିବ।
ଅଣ୍ଟ। ଠିକ୍ ସେ ତା ତଳେ ଅଣ୍ଠ ଲେଖିବା, ଅଣ୍ଠ। ଅଣ୍ଠ ଲେଖିବା। ଦେଖିବା କିପରି ସୁନ୍ଦର ଲାଗୁଛି, ଦେଖିଲ ନା? ଏମିତି ଲେଖିଲେ ଆମର ଅଭ୍ୟାସ ହେବ। ତେଣୁ ୟାକୁ ସୁନ୍ଦର ଅକ୍ଷର କରିବା ପାଇଁ ଚେଷ୍ଟା କରିବା, ତରତର ହେବା ନାହିଁ। ସୁନ୍ଦର ଅକ୍ଷର ଲେଖିଲେ ଗୁରୁଜୀ ଗୁରୁମା ଭଲ କହିବେ। ବର୍ତ୍ତମାନ ଆମେ 3 ନମ୍ବର ପ୍ରଶ୍ନକୁ ଯିବା। ଆସ ପଢ଼ିବା। ପଢ଼ିବା। କ, ଘଣ୍ଟି ବାଜଇ ଠନ୍ ଠନ୍, ଘଣ୍ଟ ବାଜଇ ଢଙ୍ଗ ଢଙ୍ଗ। ଖ, ଦୁଃଖୀକୁ ଦାନ ଦେବା ପାଇଁ କୁଣ୍ଠିତ ନ ହୋଇବ କେହି। ପିଲାମାନେ, ତୁମେ ଜାଣିଛ ଦୁଃଖୀ ଦରିଦ୍ରଙ୍କୁ ଆମେ ସାହାଯ୍ୟ ସହଯୋଗ କରିବା, ଅନାଥ ଲୋକଙ୍କୁ ସାହାଯ୍ୟ କରିବା, ଦୁଃଖୀ ଦରିଦ୍ରଙ୍କୁ ଆମେ ସେବା କରିବା, ତାହେଲେ ଆମେ ଆମ ଜୀବନକୁ ସ୍ୱାର୍ଥକ କରିବା, ଆମର ଦାନ କରିବାର ଭାବ ଜାଗ୍ରତ ହୋଇପାରିବ। 4 ନମ୍ବର, ଚିତ୍ରରେ ନାମକୁ ପଢ଼। ସେଥିରେ ଥିବା ଯୁକ୍ତାକ୍ଷରକୁ ବାଛି ଗୋଲ ଭିତରେ ଲେଖ। ଯୁକ୍ତାକ୍ଷରକୁ ଆମେ ଗୋଲ ଭିତରେ ଲେଖିବା। ଗଣ୍ଠି, ଯୁକ୍ତାକ୍ଷର କିଏ ଅଛି ତାକୁ ଆମେ ଏଇ ଗୋଲ ମଧ୍ୟରେ ଲେଖିବା। ଏଠି ଯୁକ୍ତାକ୍ଷର କିଏ ଅଛି? ଇଣ୍ଠି, ଅଣ୍ଠ ହସେଇକାର। ତେଣୁ ଆମେ ଏଠି ଲେଖିବା ଅଣ୍ଠ ହସେଇକାର ଇଣ୍ଠି, ଗୋଲ ଭିତରେ ଲେଖିବା। ଆଣ୍ଠୁ, ଯୁକ୍ତାକ୍ଷର କିଏ? ଅଣ୍ଠ ହସଉକାର ଉଣ୍ଠୁ। ଶୁଣ୍ଠି, ଅଣ୍ଠ ହସେଇକାର ଇଣ୍ଠି, ଏ ଗୋଲ ଭିତରେ ଆମେ ଲେଖିବା। ଲଣ୍ଠନ, ଯୁକ୍ତାକ୍ଷର କିଏ? ଅଣ୍ଠ। ଏଇଭଳି ଆମେ ଲେଖିଲେ, ଏଠି ଛବି ଦେଇଛି, ଏ ଛବିକୁ ଦେଖି ଆମେ ଲେଖିଲେ। ବର୍ତ୍ତମାନ ଆମେ ଦେଖ, ଏଠି ଘଣ୍ଟା ଦେଇଛି, ଘଣ୍ଟାର ଚିତ୍ର। ଘଣ୍ଟା, ଯୁକ୍ତାକ୍ଷର କିଏ? ଅଣ୍ଟ ଆକାରେ ଆଣ୍ଟା। ଥୁଣ୍ଟା, ଅଣ୍ଟ ଆକାରେ ଆଣ୍ଟା। ଝିଣ୍ଟିକା, ଅଣ୍ଟ ହସେଇକାର ଏଣ୍ଟି। ତାପରେ କଣ୍ଟା, ଅଣ୍ଟ ଆକାରେ ଆଣ୍ଟା। ଏଥିରେ ଅଣ୍ଟ ଆକାରେ ଆଣ୍ଟା ଲେଖିଦେବା। ବର୍ତ୍ତମାନ 5 ନମ୍ବର ପ୍ରଶ୍ନ। 5 ନମ୍ବର ପ୍ରଶ୍ନ, ଅଣ୍ଠ ଅକ୍ଷରକୁ ଖାଲି ଜାଗାରେ ଲେଖ, ପଢ଼। ଏଠି କିଛି ଖାଲି ଜାଗା ଦିଆଯାଇଛି, ସେଇ ଖାଲି ଜାଗାରେ ଆମେ ଅଣ୍ଠଟିଏ ଲେଖିବା, ବାକ୍ୟଟିକୁ ପଢ଼ିବା। କଣ୍ଠ, ଶବ୍ଦଟିକୁ ପଢ଼ିବା। ଶବ୍ଦଟିକୁ ପଢ଼ିବା। ଦେଖ, କ ଅଛି, ଆମେ ଅଣ୍ଠ ଏଠି ଲେଖିଦେବା। ଅଣ୍ଠ ଲେଖି ପଢ଼ିବା। ଏଟାକୁ କ'ଣ ହେବ? କଣ୍ଠ। ଏଠି ପେ ଅଛି, ଅଣ୍ଠ ଲେଖିବା, ପଢ଼ିବା, ପେଣ୍ଠ। ଏଠି ଲୁ ଅଛି, ଆମେ ଅଣ୍ଠ ଲେଖିଦେଲେ, ତାପରେ ଆମେ ପଢ଼ିବା। କ'ଣ ହେଲା ଏଇଟା? ଲୁଣ୍ଠନ। ତାପରେ ସ ଡେଶଣା ଲେଖା ହେଇଛି, ଆମେ ଏଇଟା ଅଣ୍ଠ ଲେଖିଦେବା, ସଣ୍ଠଣା, ସଣ୍ଠଣା। ତାପରେ ଦେଖ ପିଲାମାନେ, ଏଠି 6 ନମ୍ବର, ପଢ଼ ଓ ଲେଖ। ଆମେ ପଢ଼ିବା, ଯାହା ପଢ଼ିଲେ ତାକୁ ଏ ବକ୍ସ ଭିତରେ ଯେଉଁ ଘରା ଅଛି ସେ ଘରାରେ ଲେଖିବା। ଦେଖ, ଏଠି ତଣ୍ଟି ଲେଖା ହେଇଛି ନା, ତାକୁ ଆମେ ତଣ୍ଟି ବୋଲି ଏଇ ଘରା ମଧ୍ୟରେ, ବକ୍ସ ମଧ୍ୟରେ ଲେଖିବା। ତଣ୍ଟି, ତଣ୍ଟି। ତେଣ୍ଟା, ତେ, ଅଣ୍ଟ ଆକାରେ ଆଣ୍ଟା। କଣ୍ଟା, କ, ଅଣ୍ଟ ଆକାରେ ଆଣ୍ଟା। କଣ୍ଟକ, କ, ଅଣ୍ଟ, କ, କଣ୍ଟକ। ନିଅଣ୍ଟ, ନି, ଅ, ଅଣ୍ଟ, ନିଅଣ୍ଟ। ଝୁଣ୍ଟିଆ, ଝୁ, ଏଣ୍ଟି, ଅଣ୍ଟ ହସେଇକାର ଏଣ୍ଟି, ଆ, ଝୁଣ୍ଟିଆ। ହାତ ଘଣ୍ଟା, ହାତ ଘଣ୍ଟା, ହା, ତ, ଘ, ଘଣ୍ଟା। ଏମିତି ଆମେ ଲେଖିବା। ତୁମେ ଲେଖିପାରିବ ନା? ଚେଷ୍ଟା କରିବ ଲେଖିବା ପାଇଁ। ପେଚ କଣ୍ଟା, ପେ, ଚ, କ, କଣ୍ଟା, ପେଚ କଣ୍ଟା। ତାପରେ କଣ୍ଟା ଗଛ, କ,
ଅଣ୍ଟ ଆକାରେ ଆଣ୍ଟା, କଣ୍ଟା ଗଛ। ତାପରେ 7 ନମ୍ବର ପିଲାମାନେ ଦେଖ, ତଳ ଚିତ୍ରକୁ ଦେଖ, ବାକ୍ୟଟିଏ ଲେଖ। ଏ ଚିତ୍ର ଦେଇଛି, ଏଇ ଛବି କାହାର ଚିତ୍ର ପିଲାମାନେ କହିଲେ ଦେଖିବା? ଏଇ ଛବି ହେଉଛି ଝିଣ୍ଟିକାର ଛବି। ତେଣୁ ଆକୁ ଝିଣ୍ଟିକାକୁ ବ୍ୟବହାର କରି ଆମେ ଗୋଟେ ବାକ୍ୟଟି ଲେଖିବା। ଲେଖିପାରିବ? ଝିଣ୍ଟିକା। ଆମେ ଲେଖିବା ଝିଣ୍ଟିକାଟିଏ ଘାସ ଉପରେ ବୁଲୁଛି। ଲେଖିପାରିବା ଝିଣ୍ଟିକାଟି ଘାସ ଉପରେ ବୁଲୁଛି। ଲେଖିବା। ତାପରେ ଲଣ୍ଠନ ଅଛି, ଲଣ୍ଠନ ଲେଖିବା। ଲଣ୍ଠନ ଜାଳିଲେ ଆଲୁଅ ହୁଏ। ଏଠି ଦେଖ ଘଣ୍ଟାର ଛବି ଦେଖୁଛନ୍ତି? ଘଣ୍ଟା, ଏହା କାହାର ଛବି? ଘଣ୍ଟା ଛବି। ଏଠି ଆମେ ଲେଖିବା ଘଣ୍ଟା ଦେଖି ସମୟ ଜାଣି ହୁଏ। ତାପରେ ଶୁଆର ଥଣ୍ଟ ଲେଖିବା। ଶୁଆର ଥଣ୍ଟ ନାଲିଆ। ଲେଖିବା। ତାପରେ ଦେଖ ପିଲାମାନେ, ଏଠି 8 ନମ୍ବର, ପ୍ରଜାପତିର 2 ଡେଣାକୁ ଅକ୍ଷର ନେଇ ମଝିରେ ଥିବା ଅକ୍ଷର ସହ ମିଶାଇ ଶବ୍ଦ ଗଢ଼ ଓ ଲେଖ। କ'ଣ ଲେଖା ହେଇଛି ପିଲାମାନେ? ପ୍ରଜାପତି ଚିତ୍ର ଦେଇଛି। ପ୍ରଜାପତିର ଡେଣା, ଏଇଟା ଗୋଟେ ଡେଣା, ଏଇଟା ଗୋଟେ ଡେଣା। 2 ଡେଣା ଅଛି, ଏପଟେ 2ଟି, ସେପଟେ 2ଟି। ତେଣୁ ଏଇ 2 ଡେଣାରେ ଯାହା ଯାହା ଅକ୍ଷର ରହିଛି ସେ ଅକ୍ଷରକୁ ମିଶାଇ ମଝିରେ କିଛି ଅକ୍ଷର ଦିଆଯାଇଛି, ସେ ଅକ୍ଷରକୁ ମିଶାଇ ଗୋଟିଏ ଶବ୍ଦ ଗଢ଼ିବ ଆଉ ଲେଖିବ। ଦେଖ ଏଠି ଆମେ କ'ଣ ଲେଖିପାରିବା? ଏଇଟା ପ୍ରଥମ ଡେଣାରେ ଅଛି ଆ, ମଝି ଡେଣାରେ ମଝିରେ ଅଛି ଉଣ୍ଠୁ। କ'ଣ ଲେଖିପାରିବା? ଆଣ୍ଠୁ ବୋଲି ଆମେ ଲେଖିପାରିବା। ଆଣ୍ଠୁ ଲେଖିବା। ତାପରେ ଲେଖିବା ଗଣ୍ଠି ବୋଲି ଲେଖିପାରିବା। ଗ ଅଣ୍ଠ ସେଇକାର ଏଣ୍ଠି, ଗଣ୍ଠି ଲେଖିପାରିବା। ଗୁଣ୍ଡ ଲେଖିପାରିବା। ଗୁଣ୍ଡ ମଧ୍ୟ ଲେଖିପାରିବା। ଗୁଣ୍ଡ। ତାପରେ ଲେଖିବା ସଣ୍ଠଣା ଲେଖିପାରିବା। ସଣ୍ଠଣା। ତାପରେ ଆମେ ଲେଖିବା ଗଣ୍ଠଣି। ଗ ଅଣ୍ଠଣି, ଗଣ୍ଠଣି ଲେଖିପାରିବା। ଗଣ୍ଠିଲି। ଗ ଏଣ୍ଠିଲି। ପିଲାମାନେ ବୁଝୁଥାଅ, ଦେଖି ବୁଝୁଥାଅ କିନ୍ତୁ କ'ଣ କରାହେବ? ଗଣ୍ଠିଲି। ଦେଖ ଡେଣାରେ ଲେଖା ହେଇଛି, ସବୁଯାକ ଶବ୍ଦକୁ ନେଇ, ପଦକୁ ନେଇ ଆମେ ଗୋଟେ ଶବ୍ଦ ଗଢ଼ିବା। ଗଣ୍ଠିଲି। ତାପରେ ଆଣ୍ଠୁଏ। ଏଇଭଳି ଆମେ ଶବ୍ଦଟିଏ ଗଢ଼ିଲେ ତୁମେମାନେ ମଧ୍ୟ ଚେଷ୍ଟା କରିବ ଲେଖିବା ପାଇଁ। 9 ନମ୍ବର, ଆସ ଆଲୋଚନା କରି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। ଗଛ ଉପରେ ଛୁଆମାନଙ୍କୁ କିଏ ଶୁଆଉଥିଲା? ଆମେ ଗପରେ ପଢ଼ିଲେ ଗଛ ଉପରେ, ଏହାର ଉତ୍ତର ହେବ ଗଛ ଉପରେ ଶୁଆ ଛୁଆମାନଙ୍କୁ ଶୁଆଉଥିଲା। ଲେଖିବା। କେଉଁ ପକ୍ଷୀର ସ୍ୱର ମଧୁର? କୋଇଲିର ସ୍ୱର ମଧୁର। ଗ କୋଇଲି ଓ ଶୁଆର ପରିବାରକୁ ସମସ୍ତେ ଆଦର କରନ୍ତି କାହିଁକି? କୋଇଲି ଓ ଶୁଆର ପରିବାରକୁ ସମସ୍ତେ ଆଦର କରନ୍ତି କାହିଁକି? କୋଇଲିର ମଧୁର ସ୍ୱର ଓ ଶୁଆର ସୁନ୍ଦର କଥା ଏବଂ ନାଲିଆ ଥଣ୍ଟ ପାଇଁ ସମସ୍ତେ କୋଇଲି ଓ ଶୁଆର ପରିବାରକୁ ଆଦର କରନ୍ତି। ତାପରେ ପିଲାମାନେ ଘ ନମ୍ବର ଦେଖ, କେଉଁ କାମ ସମୟରେ ତୁମ ପରିବାର ଅନ୍ୟ ପରିବାରର ସାହାଯ୍ୟ ନିଅନ୍ତି? ଚାଷ କାମ, ଘର ତିଆରି, ବିବାହ କିମ୍ବା ଯେକୌଣସି ପର୍ବପର୍ବାଣି ଓ ବିପଦ ସମୟରେ ଆମ ପରିବାର ଅନ୍ୟ ପରିବାର ସହ ସାହାଯ୍ୟ ନିଅନ୍ତି। ମ ନମ୍ବର, ତୁମେ ରାତିରେ ଘରକୁ ଫେରିବା ବେଳେ କ'ଣ କରିବ? ରାତିରେ ଘରକୁ ଫେରିବା ବେଳେ ସାବଧାନର ସହ ଆଲୋକ ଟର୍ଚ୍ଚ ବ୍ୟବହାର କରି ବଡ଼ମାନଙ୍କ ସହିତ ଫେରିବା। ଘଣ୍ଟା ନଥିଲେ 10 ନମ୍ବର ପିଲାମାନେ, ଘଣ୍ଟା ନଥିଲେ କ'ଣ ଅସୁବିଧା ହୁଅନ୍ତା? ଘଣ୍ଟା ନଥିଲେ ଆମେ ସଠିକ୍ ସମୟ ଜାଣିପାରନ୍ତୁ ନାହିଁ।
ସମୟ ଅନୁସାରେ ସବୁ କାମ ହୁଅନ୍ତା ନାହିଁ, ଯଥା ସ୍କୁଲ ଯିବା, ଖାଇବା, ଶୋଇବା ଇତ୍ୟାଦି। 11 ନମ୍ବର ଉପଯୁକ୍ତ ବିରାମ ଚିହ୍ନ ଦିଅ। ଏଠାରେ କିଛି ବାକ୍ୟ ଲେଖାଯାଇଛି, ଏଠାରେ ବନ୍ଧନରେ କିଛି ବିରାମ ଚିହ୍ନ ଦିଆଯାଇଛି, ସେ ବିରାମ ଚିହ୍ନକୁ ବ୍ୟବହାର କରିବା। ତୁମେ ଲଣ୍ଠନ ଦେଖିଛ କି? ଏଠି ଆମେ ବିରାମ ଚିହ୍ନ ଦେବା, ପ୍ରଶ୍ନବାଚକ ଚିହ୍ନ ଦେବା। ବିରାମ ଚିହ୍ନ ପ୍ରଶ୍ନବାଚକ ଚିହ୍ନ ଦେବା। ଶୁଆର ଥଣ୍ଟ ନାଲି, ଏହା ବାକ୍ୟଟି ସମ୍ପୂର୍ଣ୍ଣ ହୋଇଛି, ତେଣୁ ଆମେ ପୂର୍ଣ୍ଣଚ୍ଛେଦ ଦେବା। ଇଏ ହେଉଛି ପୂର୍ଣ୍ଣଚ୍ଛେଦ। ଗ ଆଃ କି ମଧୁର ସ୍ୱର, ଏହାକୁ ଆମେ ବିସ୍ମୟ ସୂଚକ ବା ଆଶ୍ଚର୍ଯ୍ୟ ସୂଚକ ଚିହ୍ନ ଦେବା। ଆଶ୍ଚର୍ଯ୍ୟ ଚିହ୍ନ ଗୋଟିଏ ଗାର ଦେବା, ତା ତଳେ ଟୋପାଟେ ଦେବା। ଏଇଟା ହେଉଛି ଆଶ୍ଚର୍ଯ୍ୟ ସୂଚକ ଚିହ୍ନ। ଆଶ୍ଚର୍ଯ୍ୟ ସୂଚକ ବା ବିସ୍ମୟ ସୂଚକ ଚିହ୍ନ, ଆଶ୍ଚର୍ଯ୍ୟ ସୂଚକ ଚିହ୍ନ। ବଡ଼ କ୍ଲାସକୁ ଗଲେ ତୁମେ ଆଉ ଅଧିକ କିଛି ଜାଣିବ। ଏବେ ତୁମେ ଛୋଟ ପିଲା ଅଛ ନା, ଟିକେ ଜାଣ। ତାପରେ ପ୍ରଶ୍ନବାଚକ ଚିହ୍ନ ବୋଲେ କ'ଣ ନା କୋଶ୍ଚିନ୍ ମାର୍କ, ଏଇଭଳି ପ୍ରଶ୍ନବାଚକ ଚିହ୍ନ ହେଲା। କୋଶ୍ଚିନ୍ ବାଚକ ବା ପ୍ରଶ୍ନବାଚକ ଚିହ୍ନ କୌଣସି ଏଇଟା କେଉଁଠି ଦିଆଯାଏ, କେଉଁଠି ଦିଆଯାଏ? ଆମେ ଜଣଙ୍କୁ ପ୍ରଶ୍ନ ପଚାରିଲେ ତୁମ ନାମ କ'ଣ, ତୁମ ନାମ କ'ଣ ଲେଖିବା, ତାପରେ ଏଇ ଚିହ୍ନଟିକୁ ଦେବା, ତାହେଲେ ପ୍ରଶ୍ନ ପଚାରି ଯାଇଛି ବୋଲି ଆମେ ଜାଣିବା। ତେଣୁ ଇଏ ହେଉଛି ପ୍ରଶ୍ନବାଚକ ଚିହ୍ନ। ଏଠି ଲେଖା ହେଇଛି ତୁମେ ଲଣ୍ଠନ ଦେଖିଛ କି, ପ୍ରଶ୍ନ ପଚରା ହେଇଛି, ତୁମେ ହଁ କିମ୍ବା ନାହିଁ କରିବ, ତେଣୁ ଏଠି ପ୍ରଶ୍ନବାଚକ ଚିହ୍ନ ଦେବା। ଏହା ହେଉଛି ପ୍ରଶ୍ନବାଚକ ଚିହ୍ନ। ଗୋଟିଏ ବାକ୍ୟ ଶେଷ ହୋଇଛି, ଶୁଆର ଥଣ୍ଟ ନାଲି, ତେଣୁ ଆମେ ଏଠି ପୂର୍ଣ୍ଣଚ୍ଛେଦ ଦେଇଦେବା। ତାପରେ ଏଠି ଲେଖା ହେଇଛି ଘଣ୍ଟା ଦେଖି ସମୟ କୁହ, ଘଣ୍ଟା ଦେଖି ସମୟ କୁହ, ବାକ୍ୟଟି ଶେଷ ହୋଇଛି, ତେଣୁ ଆମେ ପୂର୍ଣ୍ଣଚ୍ଛେଦ ଦେବା। ପୂର୍ଣ୍ଣଚ୍ଛେଦ, ଇଏ ହେଉଛି ପୂର୍ଣ୍ଣଚ୍ଛେଦ। ତାପରେ ପିଲାମାନେ ଏଠି ଚିତ୍ର ରଙ୍ଗ ଦିଅ। ଏଠି ପକ୍ଷୀ ଦିଆଯାଇଛି, କୋଇଲି ଆଉ ଶୁଆର ଛବି ଦିଆଯାଇଛି। ଆକୁ ଦେଖି ତୁମେ ଜାଣିଛ କୋଇଲିର ରଙ୍ଗ କ'ଣ? କୋଇଲିର ରଙ୍ଗ କଳା, କାଉ କଳା, କୋଇଲି କଳା, ତେଣୁ ଆମେ କୋଇଲିକୁ କେଉଁ ରଙ୍ଗ ଦେବା? ରଙ୍ଗ କଲର ଦେବା। ତାର ପତ୍ରକୁ କେଉଁ ରଙ୍ଗ ଦେବା? ପତ୍ରକୁ ସବୁଜ ରଙ୍ଗ ଦେବା। ସେ ଯେଉଁ ଡାଳକୁ ଧରିଛି ତାକୁ କେଉଁ ରଙ୍ଗ ଦେବା? ତାକୁ ଟିକେ ବାଦାମୀ ରଙ୍ଗ ଟିକେ ଦେଇଦେବା। ତୁମ ପସନ୍ଦ ଅନୁସାରେ ଚିହ୍ନ ଚିତ୍ରରେ ରଙ୍ଗ ଦେବ। ତାପରେ ଦ୍ୱିତୀୟ ନମ୍ବରରେ ଶୁଆ, ଶୁଆର ରଙ୍ଗ ଜାଣିଛେ, ଶୁଆର ଥଣ୍ଟ ହେଉଛି ନାଲିଆ, ତେଣୁ ଥଣ୍ଟକୁ ନାଲିଆ ଦେଇଦେବ। ତାପରେ ଏ ପକ୍ଷୀକୁ ସବୁଜ ରଙ୍ଗ ଦେଇଦେବ। ଏଇଭଳି ସୁନ୍ଦର ଭାବେ ଚିତ୍ରରେ ତୁମେ ରଙ୍ଗ ଦେଲେ ବହୁତ ସୁନ୍ଦର ଦେଖାଯିବ। ଗୁରୁଜୀ ଗୁରୁମା ତୁମ ଉପରେ ଖୁସି ହେବେ। ତୁମର ମଧ୍ୟ ଅଭ୍ୟାସ ହୋଇଯିବ ରଙ୍ଗ ଦେବାର। ଦେଖି ଦେଖି ଟିକେ ଚେଷ୍ଟା କର ଭଲ ଭାବରେ ରଙ୍ଗ ଦେବା ପାଇଁ। ତାପରେ ଦେଖ ପିଲାମାନେ, ଏଠି ତୁମ ପାଇଁ କାମ। 13 ନମ୍ବର ଚିତ୍ର ଦେଖି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ନାମ ଲେଖ। ଆମେ ଜାଣିଛେ କେଉଁଟା ମୁଣ୍ଡ, କେଉଁଟା ହାତ, ତେଣୁ ଆମେ ଲେଖିବା ମୁଣ୍ଡ, ତାପରେ ଆଖି, କାନ, ନାକ, ପାଟି, ବେକ, ଛାତି, ହାତ, ପେଟ, ଆଙ୍ଗୁଠି, ଆଣ୍ଠୁ, ପାଦ, ଏଇଭଳି ସବୁ ଆମେ ଶରୀରର ଅଙ୍ଗର ନାମ ଲେଖିଦେବା। ପିଲାମାନେ ଏହି ପାଠଟି ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ କାଳାଂଶରେ ପୁଣି ଏକ ପାଠକୁ ନେଇ ଆସିବା। ଏବଂ ଯଦି ଭଲ ଲାଗିଛି, ଏହି ପାଠଟି ଯଦି ଭଲ ଲାଗିଛି ତାହେଲେ ଗୋଟିଏ ଲାଇକ୍ କରିଦେବ। ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବ ଏବଂ ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦେବ। ରହୁଛି, ପରବର୍ତ୍ତୀ କାଳାଂଶରେ ପୁଣି ଦେଖା ହେବ।